ଖଲ୍ଲିକୋଟ ଶୀତ ଋତୁର ତୀବ୍ର ଶୀତରେ ଅସହାୟ ଦରିଦ୍ର ଗରିବ ଶ୍ରେଣୀର ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ରାତ୍ରି ସମୟରେ ବାରଣ୍ଡାରେ ଶୀତରେ କମ୍ପୁଛନ୍ତି ସେମାନଙ୍କୁ ସହାୟତାର ହାତ ବଢ଼ାଇବା ଉଦ୍ଦେଶ୍ୟରେ ସମାଜ ପତ୍ରିକା ଓ ଦ ଡିଭାଇନ୍ ଚାରିଟେବୁଲ୍ ଟ୍ରଷ୍ଟ ଅଗସ୍ତି ନୂଆଗାଁ ଛତ୍ରପୁରର ସହଯୋଗ ଏବଂ ଖଲ୍ଲିକୋଟର ଡକ୍ଟର ଏପିଜେ ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ଏକ ମାଗଣା ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଶୀତ ପ୍ରଭାବିତ ଅଞ୍ଚଳର ଅସହାୟ ଲୋକମାନଙ୍କୁ ତତ୍କାଳ ସହାୟତା ପ୍ରଦାନ କରି ସେମାନଙ୍କ ଦୁଃଖ କଷ୍ଟ କମାଇବା। କାର୍ଯ୍ୟକ୍ରମ ଟ୍ରଷ୍ଟ ଅଧ୍ୟକ୍ଷ ତଥା ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ନେତୃତ୍ୱ ନେଇଥିଲେ, ଯିଏ ନିଜ ଉଦ୍ବୋଧନରେ କହିଥିଲେ ଯେ ସମାଜର ପ୍ରତ୍ୟେକ ସଚେତନ ନାଗରିକଙ୍କ କର୍ତ୍ତବ୍ୟ ହେଉଛି ଅସହାୟ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଖରେ ସହାୟତାର ହାତ ବଢ଼ାଇବା। ଆଜି ଖଲ୍ଲିକୋଟ ଅଞ୍ଚଳର ଚିକିଲି ବାଉରୀସାହି, ପାଟଣା ସାହି, ଶିରିଡ଼ି ସାଇ ମନ୍ଦିର ନିକଟ ଓ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ସର୍ବମୋଟ 60 ଜଣ ଅସହାୟ ଭିକ୍ଷୁକ ଲୋକଙ୍କୁ ନିଃଶୁଳ୍କ ଭାବେ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା। ଏହା ସହିତ ଖଲ୍ଲିକୋଟସ୍ଥିତ ମର୍ଦ୍ଦରାଜ ସେବାଶ୍ରମରେ ରହୁଥିବା 11 ଜଣ ବୃଦ୍ଧାମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିଛନ୍ତି। ଶୀତବସ୍ତ୍ର ପାଇ ଲୋକମାନଙ୍କ ମୁହଁରେ ଆନନ୍ଦ ଓ କୃତଜ୍ଞତାର ହସ ପ୍ରକାଶ ପାଇଥିଲା। ଏହି ପୁଣ୍ୟ କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପ୍ରଶଂସା ଲାଭ କରିଥିବା ସହ ସମାଜସେବା କ୍ଷେତ୍ରରେ ଏହା ଏକ ଅନୁକରଣୀୟ ଉଦାହରଣ ବୋଲି ସଚେତନ ମହଲରୁ ମତ ପ୍ରକାଶ ପାଇଛି। ଏହି ଅବସରରେ ପଞ୍ଚାନନ ସୁର ସମ୍ପାଦକ ଇଞ୍ଜିନିୟର ପ୍ରଭାତ କୁମାର ଷଡ଼ଙ୍ଗୀ, ଅଧ୍ୟାପକ ନବୀନ କୁମାର ପାରମାଣିକ, ମହାଦେବ ମଲ୍ଲିକ, ପ୍ରଭାକର ସେଠୀ, ଶକୁନ୍ତଳା ବେହେରା, ପୂର୍ବତନ କାଉନସିଲର ସରୋଜବାଳା ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ କୁମାରୀ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଣ୍ଟପାଣି ବେହେରା, ରବୀନ୍ଦ୍ର ବେହେରା, ପ୍ରଭାତୀ କୁମାରୀ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟୁତ ପ୍ରଭା ଦାସ, ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ରାଉତ, ସମାଜସେବୀ ଓ ସୌଦାମିନୀ ମହାରଣା, ସୁଶ୍ରୀ ଲକ୍ଷ୍ମୀ ଦାସ, ନର୍ମଦା ଗୌଡ଼ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାର୍ଥକ କରିଥିଲେ। ଆଗାମୀ ଦିନରେ ଏପରି ସମାଜହିତକାରୀ କାର୍ଯ୍ୟକ୍ରମ ଆହୁରି ବ୍ୟାପକ ଭାବେ ଆୟୋଜନ କରିବାକୁ ଖଲ୍ଲିକୋଟ ଅଞ୍ଚଳବାସୀ ଟ୍ରଷ୍ଟ ପକ୍ଷରୁ ଆଶା ବ୍ୟକ୍ତ କରି ସମୃଦ୍ଧ ଓଡ଼ିଶାରୁ ବାଳକୃଷ୍ଣ ପଟ୍ଟନାୟକଙ୍କ ରିପୋର୍ଟ।